ମୃତ୍ୟୁ ପରେ ମଧ୍ୟ ଜୀବିତ ହୋଇଥିଲେ ଆଚାର୍ଯ୍ୟ ଚାଣକ୍ୟ। ଥରେ ସିକନ୍ଦର ଆଚାର୍ଯ୍ୟ ଚାଣକ୍ୟକୁ ବନ୍ଦୀ ବନେଇକିରି ଇତିହାସର ସବୁଠୁ ଭୟଙ୍କର ମୃତ୍ୟୁଦଣ୍ଡ ଦେବା ପାଇଁ ଚାହୁଁଥିଲା ଆଉ ଆଚାର୍ଯ୍ୟ ଚାଣକ୍ୟଙ୍କୁ ତାଙ୍କର ଶେଷ ଇଚ୍ଛା ପଚାରିଥିଲା, ଯାହାଫଳରେ କି ଆଚାର୍ଯ୍ୟ ଚାଣକ୍ୟ ସିକନ୍ଦରକୁ କହିଥିଲେ ମୁଁ ଏଇ ମାଟିରୁ ଜନ୍ମ ନେଇଛି ଆଉ ଏଇ ମାଟିରେ ଶେଷ ଥର ପାଇଁ ଛୁଇଁବାକୁ ଚାହୁଁଛି। ତାପରେ ଆଚାର୍ଯ୍ୟ ଚାଣକ୍ୟ ଏହା କହିକିରି ସେ ମାଟିକି ନେଇକିରି ନିଜ ଦେହ ସାରା ସବୁ ବୋଳି ହେଇ ପଡ଼ିଥିଲେ। ତାପରେ ସିକନ୍ଦର ଗୋଟିଏ ଷଣ୍ଢ ତିଆରି କରିଥିଲା ପିତ୍ତଳର, ଯାହାଫଳରେ କି ଆଚାର୍ଯ୍ୟ ଚାଣକ୍ୟଙ୍କୁ ତା ଭିତରେ ପୁରେଇ ଦେଇ ତଳେ ନିଆଁ ଜାଳିବାକୁ ଲାଗିଲା। ଏମିତି ଅନେକ ସମୟ ଧରି ଦୀର୍ଘ ଘଣ୍ଟା ଧରି ଆଚାର୍ଯ୍ୟ ଚାଣକ୍ୟ ଚିତ୍କାର କରିବାକୁ ଲାଗିଥିଲେ। ଯେମିତି ଚିତ୍କାର ବନ୍ଦ ହେଇଯାଇଥିଲା, ସିକନ୍ଦର ଆଚାର୍ଯ୍ୟ ଚାଣକ୍ୟଙ୍କ ଶବକୁ ବାହାର କରି ଦେଖିଥିଲା କି ମୃତ ହୋଇଯାଇଛନ୍ତି। ତାପରେ ସିକନ୍ଦର ନେଇ ନଦୀରେ ଫୋପାଡ଼ି ଦେଇଥିଲା, ଯାହାଫଳରେ କି ଆଶ୍ଚର୍ଯ୍ୟଜନକ ଭାବେ ଆଚାର୍ଯ୍ୟ ଚାଣକ୍ୟ ସେଠୁ ଉଭାନ ହେଇଯାଇଥିଲେ ଆଉ ସିକନ୍ଦର ଆଶ୍ଚର୍ଯ୍ୟ ହେଇଯାଇଥିଲା। କିନ୍ତୁ ସେ ଯେଉଁ ମାଟି ଆଚାର୍ଯ୍ୟ ଚାଣକ୍ୟ ନଗେଇଥିଲେ ସେଥିରେ ଗୋଟେ ଏମିତି ଧାତୁ ଥିଲା ଯେ କି ଅଗ୍ନି ପ୍ରତିରୋଧକ ଶକ୍ତି ଥିଲା ସେଥିରେ, ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କର ମୃତ୍ୟୁ ହେଲା ନାହିଁ। ଆଉ ସିକନ୍ଦର ଚାହିଁକିରି ବି ଆଚାର୍ଯ୍ୟ ଚାଣକ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଇପାରିଲା ନାହିଁ।